ସମସ୍ତଙ୍କୁ ନମସ୍କାର। ମାଳା ଉତ୍ତିଷ୍ଠତର 153ତମ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ପ୍ରତି ସପ୍ତାହ ଭଳି ଏହି ସପ୍ତାହ ମଧ୍ୟ ଉତ୍ତିଷ୍ଠତ ଏକ ବିଶିଷ୍ଟ ଗବେଷକ ତଥା ଅଧ୍ୟାପକଙ୍କୁ ଆପଣମାନଙ୍କ ସହିତ ପରିଚିତ କରାଇବ। ଏକ ନୂତନ ବିଷୟ ସହିତ ଆପଣମାନଙ୍କୁ ପରିଚିତ କରାଇବ। ତେଣୁ ଆସନ୍ତୁ ଆମେ ଆଜି ଏକ ନୂତନ ବିଷୟରେ ଶୁଣିବା। ବକ୍ତାଙ୍କ ସହିତ ପରିଚିତ ହେବା। କଳାହାଣ୍ଡିର ହଜି ଯାଉଥିବା ଲୋକକଳା ବିଷୟରେ ଜାଣିବା। ବାସ୍ତବରେ କଳାର ହାଣ୍ଡି ହେଉଛି କଳାହାଣ୍ଡି, କଳାର ଗନ୍ତାଘର ହେଉଛି କଳାହାଣ୍ଡି। କଳାହାଣ୍ଡିର ପ୍ରତିଟି ଧୂଳିରେ କଳା ଭରି ରହିଛି। ପ୍ରତିଟି ବ୍ୟକ୍ତି ଭିତରେ କଳା ଭରି ରହିଛି। ସେହି କଳାର ଭଣ୍ଡାର, କଳାର ଗନ୍ତାଘର କଳାହାଣ୍ଡିରେ ଅନେକ ଗୁଡ଼ିଏ ଲୋକକଳା ଭରପୁର ରହିଛି। ଆଜିର ବକ୍ତାଙ୍କ ପାଖରୁ ଆମେ ସେହି ଲୋକକଳା ବିଷୟରେ ଶୁଣିବା। ଆଲୋଚନାଟି ଆରମ୍ଭ ହେବା ପୂର୍ବରୁ ଆମ ବିଶ୍ୱବିଦ୍ୟାଳୟର ଅତିଥି ଅଧ୍ୟାପିକା ସୁଶ୍ରୀ ଲିପ୍ସା ମହାରଣାଙ୍କୁ ଅନୁରୋଧ କରିବି ସେ ସ୍ଵାଗତ ସଙ୍ଗୀତ ପରିବେଷଣ କରିବା ହେବି। ବହୁତ ବହୁତ ଧନ୍ୟବାଦ ସାର୍। ଯେତେ ବି ମୋର ଗୁରୁଜନ ଅଛନ୍ତି ସମସ୍ତଙ୍କୁ ମୋର ପ୍ରଣାମ। ଆଜିର 153ତମ ଅଧ୍ୟାୟରେ ମୁଁ ସ୍ୱାଗତ ସଙ୍ଗୀତ ପରିବେଷଣ କରିବାକୁ ଯାଉଛି। ଏ କଳାହାଣ୍ଡିଆ ମେଘ ଗର୍ଜନେ আরে বিজুলি চমকে কেন কেন পরকারে মজুর ডাকিলা বুঝি নাই পারে মনুরে সংগত বুঝি তো নাই পারে মনু আই তো বইলে বলে নেতি কলাহাড়িকে কেবে আইলে দেখবো আমার ফুল্লি ঝরনকে আই তো বইলে বলে নেতি কলাহাড়িকে কেবে আইলে দেখবো আমার কল্লা পাটকে ফুলে ফুলে সমকটা লাগিলা লসে গেলে গেলে আমার পরা আইলো বসে ফুলে ফুলে সমকটা লাগিলা লসে গেলে গেলে আমার পরা আইলো বসে কলাহাড়ি আমার কলার ভণ্ডার নাচ গীতে পুরে পেট নাচ গীতে পুরে পেট হো সমকটা লোক হেসন ভেট ঘাট নুয়া খাই পর পুষ্পনি পর হেসি হোকে তেজে জাত হেসি হোকে তেজে জাত হো সমকটা লোক হেসন ভেট ঘাট বনবাড়ি আর মাতলি বজা বীরবাই দো ঘুমরা বজা বনবাড়ি আর মাতলি বজা বীরবাই দো ঘুমরা বজা ও আসাইলে পুষ্পনি পরব ঝিমা হো দেখি ফুলে ফুলে সমকটা লাগিলা লসে গেলে গেলে আমার পরা আইলো বসে ফুলে ফুলে সমকটা লাগিলা লসে গেলে গেলে আমার পরা আইলো বসে আইলো বসে আইলো বসে আইলো বসে ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ଆଉ ଥରେ ମୋର ପ୍ରଣାମ। ବହୁତ ବହୁତ ଧନ୍ୟବାଦ ଲିପ୍ସା ମ୍ୟାଡ଼ାମ। ଆପଣଙ୍କ ସୁମଧୁର କଣ୍ଠସ୍ୱର ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି। ଏହି ଗୀତ ଭିତରେ କଳାହାଣ୍ଡିର ପ୍ରତିଛବି ଜକ ହୋଇ ଆମ ଆଖି ସମ୍ମୁଖରେ ଉଦ୍ଭାସିତ ହୋଇ ଉଠୁଛି। କଳାହାଣ୍ଡିର ସାଂସ୍କୃତିକ ପରିବେଶ, ଭୌଗୋଳିକ ପରିବେଶ, ଐତିହାସିକ ପରିବେଶ, ଏପରିକି ଜନଜୀବନର ଚିତ୍ର, ଆଧ୍ୟାତ୍ମିକ ପରିବେଶ, ଧାର୍ମିକ ପରିବେଶ ଏହି ଗୀତ ଭିତରେ ଭରପୁର ହୋଇ ରହିଛି। ଯେଉଁ ଗୀତଟି ଶ୍ରବଣ ମାତ୍ରେ
କଳାହାଣ୍ଡିର ଛବିଟି ମସ୍ତିଷ୍କରେ ଉଦ୍ଭାସିତ ହେଉଥିବ। ତେଣୁ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଏବଂ କୃତଜ୍ଞତା ଜ୍ଞାପନ କରୁଛି। ଆମେ ପୁଣି ଥରେ ଆଲୋଚନା ଚକ୍ର ଦିଗକୁ ଆଗେଇ ଚାଲିବା। ଆଜିର ଏହି ଆଲୋଚନା ଚକ୍ରରେ ଆଜିର ଏହି ଆଲୋଚନା ଚକ୍ରରେ हाँ डोलामणि हेलो हेलो डोलामणि हेलो डोलामणि डोलामणि ଶୁଭୁଛି ସାର୍? हाँ एबे शुभिला एबे शुभिला। ହଁ। ଆଜିର ଏହି ଆଲୋଚନା ଚକ୍ରକୁ ମୁଁ ସ୍ୱାଗତ କରୁଛି ଆମ ବିଶ୍ୱବିଦ୍ୟାଳୟର କୁଳ ସଚିବ ମହୋଦୟ ଶ୍ରୀ ପୀତାମ୍ବର ଭୋଇ ସାରଙ୍କୁ ସେ ତାଙ୍କର ଅଭିଭାଷଣ ପ୍ରଦାନ କରିବା ଆଗେ। ସାର୍ ଙ୍କୁ କହିଥିଲି ଜଏନ୍ କରିବି ବୋଲି କହିଥିଲେ, ତେଣୁ ଜଏନ୍ କରିନାହାନ୍ତି ଯଦି ଆପଣ ନେକ୍ସଟ ଆଜ୍ଞା ଆଡକୁ ଗତି କରନ୍ତୁ। ସାର୍ ଆମେ ଦୁଃଖିତ ଆମ ଗହଣରେ କୁଳ ସଚିବ ସାର୍ ଉପସ୍ଥିତ ନାହାନ୍ତି, ତେଣୁ ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଆଗେଇ ଯିବା। ବର୍ତ୍ତମାନ ଆଜିର ପ୍ରିୟ ବକ୍ତାଙ୍କର ପରିଚୟ ପ୍ରଦାନ ତଥା ସ୍ଵାଗତ ଅଭିଭାଷଣ ପ୍ରଦାନ ପାଇଁ ଆମ ଓଡ଼ିଆ ବିଭାଗର ଅତିଥି ଅଧ୍ୟାପକ ଶ୍ରୀ ସୁବ୍ରତ କୁମାର ମାଝୀ ମହୋଦୟଙ୍କୁ ଅନୁରୋଧ କରିବି ସେ ତାଙ୍କର ସ୍ଵାଗତ ଭାଷଣ ଓ ବକ୍ତାଙ୍କର ପରିଚୟ ପ୍ରଦାନ କରିବା ହେବେ। ଧନ୍ୟବାଦ ସାର୍। ସମ୍ମାନନୀୟ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସୁଯୋଗ୍ୟ କୁଳପତି ତଥା ଏହି ପ୍ରେରଣାଦାୟୀ ବକ୍ତୃତାମାଳା ଉତ୍ତିଷ୍ଠତାର ପ୍ରାଣ ପ୍ରତିଷ୍ଠାତା, ଆଜିର ଏ ସଭାର ସଭାପତି ପରମ ପୂଜ୍ୟ କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ମହୋଦୟ, ଆମ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀଯୁକ୍ତ ପୀତାମ୍ବର ଭୋଇ ମହୋଦୟ, ଆଜିର ମୁଖ୍ୟ ବକ୍ତା ଡକ୍ଟର ଅଜିତ କୁମାର ବେହେରା ମହୋଦୟ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଡୋଳାମଣି ଧାରୁଆ ମହୋଦୟ, ଲିପ୍ସା ମହାରାଣା ମ୍ୟାଡ଼ାମ, ମେଜର ଡକ୍ଟର ଜୟଦେବ ସାର୍, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଗବେଷକ ଗବେଷିକା ଛାତ୍ରଛାତ୍ରୀ ତଥା ସମସ୍ତ ଭାଷା ସାହିତ୍ୟ ପ୍ରେମୀ ବନ୍ଧୁମାନଙ୍କୁ ଆଜିର ଏହି ଭବ୍ୟ ପ୍ରେରଣାଦାୟୀ ବକ୍ତୃତାମାଳା ଉତ୍ତିଷ୍ଠତାର 153ତମ ଅଧ୍ୟାୟକୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି, ଶୁଭେଚ୍ଛା ଜଣାଉଛି। ବନ୍ଧୁଗଣ, ଆଜି ଆମ ପାଇଁ ପରମ ସୌଭାଗ୍ୟର ବିଷୟ, ଆମ ଗହଣରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଛନ୍ତି କଳାହାଣ୍ଡିର ବିଶିଷ୍ଟ ଯୁବ ଲୋକସାହିତ୍ୟ ଲୋକ ସଂସ୍କୃତି ଗବେଷକ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ମହୋଦୟ। ମହାଶୟ ଶିକ୍ଷା ଜଗତରେ ସର୍ବୋଚ୍ଚ ମର୍ଯ୍ୟାଦାଜନକ PhD ଓ ଡିଲିଟ ଡିଗ୍ରୀ ହାସଲ କରିଛନ୍ତି। ସେ ହେଉଛନ୍ତି କଳାହାଣ୍ଡିର ରତ୍ନ, କଳାହାଣ୍ଡି କେବଳ ନୁହଁ ସମଗ୍ର ଓଡ଼ିଶାର ରତ୍ନ। ବିଶେଷ କରି କଳାହାଣ୍ଡିର କନ୍ଧ ସଂସ୍କୃତି ହେଉଛି ଡକ୍ଟର ବେହେରାଙ୍କର ଗବେଷଣାର ପରିସର। ସମ୍ପ୍ରତି ସେ କୃଷପଡ଼ା ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଅନେକ କବିତା ଓ ଗବେଷଣାମୂଳକ ନିବନ୍ଧ
ବହୁ ପତ୍ର ପତ୍ରିକାରେ ପ୍ରକାଶିତ ଓ ଆକାଶବାଣୀରେ ପ୍ରଚାରିତ। ବିଶେଷ କରି ଡକ୍ଟର ବେହେରାଙ୍କର ରଚିତ ତୁମେ କବିତା ସଂକଳନ ଓ ଗବେଷଣା ପୁସ୍ତକ କଳାହାଣ୍ଡିର ଲୋକବିଶ୍ୱାସ ପାଠକ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛି। ସେ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଅବଦାନ ପାଇଁ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମାନ, ଭକ୍ତକବି ଗୋପାଳକୃଷ୍ଣ ସମ୍ମାନ, ବାଣୀପୁତ୍ର ସମ୍ମାନ, କଳାହାଣ୍ଡି ଲୋକରତ୍ନ ସମ୍ମାନ, ବେଷ୍ଟ ଆଲୁମିନିୟମ ଆୱାର୍ଡ, କଳାସାରଥୀ ସମ୍ମାନ, ଜୟ ମାତାଦି ସମ୍ମାନ, ରାଜ୍ୟ ଜନଜାତି ଗବେଷକ ସମ୍ମାନ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ଠାରୁ କଳାହାଣ୍ଡି ଯୁବ ପୁରସ୍କାର, ବୀଣାପାଣି ଶିକ୍ଷାଜ୍ୟୋତି ସମ୍ମାନ, କନ୍ଧାନ ଭାଷା ଗୌରବ ସମ୍ମାନ ଭଳି ଅନେକ ସମ୍ମାନର ଅଧିକାରୀ। ଓଡ଼ିଶାର ବିଲୁପ୍ତପ୍ରାୟ ଆଦିମ ଜନଜାତି ସଂସ୍କୃତିର ପ୍ରାଚୀନ ପରମ୍ପରା ଉପରେ ଗବେଷଣା ପାଇଁ ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ମଧ୍ୟ ପାଇଛନ୍ତି। ସବୁପରେ ଡକ୍ଟର ବେହେରା କେବଳ କଳାହାଣ୍ଡି ନୁହେଁ ସମଗ୍ର ରାଜ୍ୟରେ ଲୋକ ସଂସ୍କୃତି ଗବେଷଣା ପାଇଁ ବେଶ ପରିଚିତ ପାଇଛନ୍ତି। ପ୍ରସଙ୍ଗକ୍ରମେ ଆଜିର ଅଧ୍ୟାୟରେ ଏହି ଲୋକରତ୍ନଙ୍କ ମୁଖରୁ ଶୁଣିବା କଳାହାଣ୍ଡିର ହଜିଯାଉଥିବା ଲୋକକଳା ସମ୍ପର୍କରେ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ସୁବ୍ରତ ସାର୍, ଆପଣ ସୁନ୍ଦର ଭାବେ ବକ୍ତାଙ୍କର ପରିଚୟ ପ୍ରଦାନ କଲେ, ବକ୍ତାଙ୍କର ବ୍ୟକ୍ତିତ୍ୱ ଓ ପ୍ରତିଭା ବିଷୟରେ ସୁନ୍ଦର ଭାବେ ଉପସ୍ଥାପନ କରିଗଲେ। ତେଣୁ ଆପଣଙ୍କୁ ମୁଁ ପୁଣି ଥରେ ଧନ୍ୟବାଦ ଜଣାଉଛି ଓ କୃତଜ୍ଞତା ଜ୍ଞାପନ କରୁଛି। ଆସନ୍ତୁ ଆମେ ଯାହାଙ୍କ ପାଇଁ ପ୍ରତୀକ୍ଷାରେ ଅଛୁ, ଯାହାଙ୍କୁ ପାଟିରୁ ଆଜି ଆମେ କଳାହାଣ୍ଡିର ହଜିଯାଉଥିବା ଲୋକକଳା ବିଷୟରେ ଶୁଣିବା, ଯିଏ କଳାହାଣ୍ଡିର ଗର୍ବ ଓ ଗୌରବ, କଳାହାଣ୍ଡିର ସଂସ୍କୃତି, କଳାହାଣ୍ଡିର ହଜିଯାଉଥିବା ଲୋକକଳା, କଳାହାଣ୍ଡିର ଜନଜାତିଙ୍କୁ ନେଇ ଯିଏ ଗବେଷଣା କରି ଅନେକ ପୁରସ୍କାର ପାଇଛନ୍ତି, ଜନତାଙ୍କ ମହଲରେ ଯିଏ ପ୍ରଶଂସା ସାଉଣ୍ଟିଛନ୍ତି, ଆଜି ସେହିଭଳି ଏକ ବିଚକ୍ଷଣ କଳାର ଅଧିକାରୀ ବାଗ୍ମୀ ବକ୍ତାଙ୍କ ମୁଖରୁ ଆମେ କଳାହାଣ୍ଡିର ହଜିଯାଉଥିବା ଲୋକକଳା ବିଷୟରେ ଶୁଣିବା। ତେଣୁ ସେହି ପ୍ରିୟ ବକ୍ତା ମହୋଦୟ ଡକ୍ଟର ଅଜିତ କୁମାର ବେହେରାଙ୍କୁ ଅନୁରୋଧ କରିବି ତାଙ୍କର ବକ୍ତବ୍ୟ ପ୍ରଦାନ କରିବା ହେବି। ଧନ୍ୟବାଦ ଦୋଲା ବାବୁ। ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ 153ତମ ପ୍ରତିଷ୍ଠାତ ଅଧ୍ୟାୟରେ ଉପସ୍ଥିତ ଥିବା ପ୍ରଣମ୍ୟ କୁଳପତି ମହୋଦୟ, ଯିଏ ଏହି ଉତ୍ତିଷ୍ଠତ ଭଳି ଏକ କାର୍ଯ୍ୟକ୍ରମର ପ୍ରତିଷ୍ଠା କରିଛନ୍ତି। ପ୍ରତିଷ୍ଠାତ ଭାଷା ସାହିତ୍ୟ ଓ ସଂସ୍କୃତିର ମହାସଙ୍ଗମ। ବାସ୍ତବିକ ଏହି ଉତ୍ତିଷ୍ଠିତ କାର୍ଯ୍ୟକ୍ରମ ମାଧ୍ୟମରେ କଳାହାଣ୍ଡିର କେବଳ ନୁହଁ, ଓଡ଼ିଶା ବିଭିନ୍ନ ବିଷୟ ଉପରେ ଆଲୋଚିତ ହୋଇଛି। ପୂର୍ବରୁ ମଧ୍ୟ ମୁଁ ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲି। ବାସ୍ତବିକ ଏହି ଉତ୍ତିଷ୍ଠିତ କାର୍ଯ୍ୟକ୍ରମଟି ସମଗ୍ର ଓଡ଼ିଶାର ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ଏବଂ ପାଠକ ସମସ୍ତଙ୍କ ପାଇଁ ଏ ଗୋଟେ ସୁଖପ୍ରଦ ବିଷୟ। ବାସ୍ତବିକ ଏହା ଦ୍ୱାରା ଅନେକ ଅଜଣା କଥା ଜାଣି ହୁଏ। ଆଜିର ଏହି ଅଧ୍ୟାୟରେ ଉପସ୍ଥିତ ଥିବା ବୁଦ୍ଧିଜୀବୀ, ଗବେଷକ, ଗବେଷିକା, ଅଧ୍ୟାପକ, ଅଧ୍ୟାପିକା ଏବଂ ଶ୍ରଦ୍ଧେୟ ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା। ଏ ବିଷୟଟି ହେଉଛି ହଜିଯାଉଥିବା ଲୋକକଳା।
ଏ ସମଗ୍ର ସୃଷ୍ଟିରେ ମଣିଷ ହେଉଛି ଜଣେ କଳାକାର ଏବଂ ଏଇ ମଣିଷ ମାନେ ସମସ୍ତେ ଗୋଟେ ଗୋଟେ କଳାକାର, କିନ୍ତୁ ଏ କଳାକୁ କିଏ କେତେବେଳେ ଲୋକଲୋଚନକୁ ଆଣିଛି, ସେ ଆଗକୁ ବଢିଛି, ଯିଏ ଲୋକଲୋଚନକୁ ଆଣିପାରେ ନାହିଁ। ଜଙ୍ଗଲ ଭିତରେ ଫୁଲଟି ଯେମିତି ଫୁଟେ ଏବଂ ଝଡ଼ିଯାଏ, ଠିକ ସେମିତି ଝଡ଼ି ଯାଇଛି। ବାସ୍ତବିକ ଲୋକ କଳା ଯୋଉ ବିଷୟଟି ଅଛି, ଏଇଟା ଲୋକମାନଙ୍କର ପାଇଁ, ଲୋକମାନଙ୍କର ଦ୍ୱାରା ଏବଂ ଲୋକମାନଙ୍କର ସମ୍ପତ୍ତି। କି ଲୋକକଳା ହେଉଛି ଏମିତି ଏକ ଜିନିଷ ଯାହା ମଣିଷକୁ ମଣିଷ ହେବାରେ ସହାୟକ ହେଇଥାଏ। ଲୋକକଳା ପାଇଁ କୌଣସି ଲିପିବଦ୍ଧ ନିୟମ ନାହିଁ, ଏହା ମୌଖିକ ଓ ଅଲିଖିତ। ଜନମାନସରେ ଏହା ମୌଖିକ ଭାବରେ ସଂରକ୍ଷିତ, ପାରମ୍ପରିକ ଭାବରେ ଗୋଟିଏ ପିଢ଼ିରୁ ଅନ୍ୟ ଏକ ପିଢ଼ିକୁ ଯାଇଥାଏ। ସମ୍ପ୍ରତି ଗାଁ ଠାରୁ ସହର ଯାଏଁ ବର୍ତ୍ତମାନ ଆଧୁନିକ ସଭ୍ୟତା, ସଂସ୍କୃତି ଓ ଯନ୍ତ୍ରପାତିର ଲୋକପ୍ରିୟତା ବଢ଼ିଥିବା ବେଳେ ଏହାର ଆଦର ଧୀରେ ଧୀରେ କମିବାକୁ ଲାଗିଛି। ଅନେକ ଲୋକକଳା ପରିବେଷଣ ଅଭାବରୁ, ପ୍ରୋତ୍ସାହନ ଅଭାବରୁ ହଜିଯିବାକୁ ବସିଲାଣି, କିନ୍ତୁ ଏଇଟା ସବୁ ଆମର ଅମୂଲ୍ୟ ଐଶ୍ୱର୍ଯ୍ୟ, ଏ କଥାକୁ ଅସ୍ୱୀକାର କରାଯାଇ ନପାରେ। କଳାହାଣ୍ଡି ହେଉଛି କଳାର ଭଣ୍ଡାର। ଏହାର ଲୋକମାନେ ଧର୍ମ ବିଶ୍ୱାସୀ, ସେମାନେ ପ୍ରତ୍ୟେକ ପୂଜା ପାର୍ବଣକୁ ଅତ୍ୟନ୍ତ ନିଷ୍ଠା ସହକାରେ ପାଳନ କରିଥାନ୍ତି, ଯେଉଁଥିରେ ତାଙ୍କୁ ଅପାର ଆନନ୍ଦ ଓ ଶାନ୍ତି ମିଳିଥାଏ। କିନ୍ତୁ ଏସବୁ ବିଷୟକୁ ନେଇ ଆଜିକାଲି ଆଉ ଲୋକଙ୍କ ଭିତରେ ସ୍ପୃହା ନାହିଁ। ଆପଣମାନେ ଦେଖୁଥିବେ ଆଗ କାଳରୁ ଚଳି ଆସିଥିବା ପିଠାପଣା ସବୁ ଆଉ ପ୍ରାୟତଃ ନାହିଁ କହିଲେ ଚଳେ। ଏସବୁ ଜାଗାରେ ଆଧୁନିକ ସମୟର ବିଭିନ୍ନ ଜିନିଷ ସବୁ କରାହଉଛି। ଆପଣମାନେ ଦେଖିଥିବେ ଆଗ କାଳରେ ମାଟିଏ ଛୁଆକୁ ବୁଝେଇବା ପାଇଁ ହେଲେ ଲୋରି ଶୁଣାଉଥିଲା, କହୁଥିଲା ଆଜହ୍ନ ମାମୁଁ ସରଗ ଶଶୀ ମୋ କାହ୍ନୁ ହାତରେ ପଡ଼ରେ କଷି। ଏତେ ସୁନ୍ଦର ସେ ଗୀତ ଗାଉନଥିଲା, ଏତେ ସୁନ୍ଦର ସେ ଗୀତ, ଆଉ ସେ ଗୀତ ଶୁଣିବାକୁ ମିଳୁନାହିଁ। ଛୁଆଟି ଯେତେବେଳେ କାନ୍ଦୁଛି ଆଜିକାଲି, ସେତେବେଳେ ମାଟିଏ କଣ କରୁଛି ନା ହାତରେ ମୋବାଇଲଟେ ଧରି ଦଉଛି। ସେ ମୋବାଇଲଟେ ଧରିଦେଲା ପରେ ତା କାମ। ସେ ଯୋଉ ପୁରୁଣା କଳାଟି ଥିଲା ମା ପାଖରେ, ଯୋଉ ଗୀତ ଗାଇବାର କଳାଟି ଥିଲା, ତାହା ଆଉ ଆଜିକାଲି ଆଉ ଶୁଣିବାକୁ ମିଳୁନାହିଁ। ଲୋକ ସାହିତ୍ୟ ହେଉଛି ଲୋକମାନଙ୍କର ହୃଦୟର ସ୍ପନ୍ଦନ। ଏହି ସାହିତ୍ୟ ସମାଜର କଥା କହେ, ସମୟର କଥା କହେ ଏବଂ ଜୀବନର ସତ୍ୟତାକୁ ଉପଲବ୍ଧି କରାଇଥାଏ। ଏହି ସାହିତ୍ୟ ସୃଷ୍ଟି ବହୁତ ପ୍ରାଚୀନ, ମାତ୍ର ଆବେଦନ ହେଉଛି ନିତ୍ୟ ନୂତନ, ଯାହା ପିଲାଠୁ ବୁଢା ସମସ୍ତଙ୍କର ହୃଦୟକୁ ଜୟ କରିଥାଏ। ଏଥିରେ ଜୀବନକୁ ଉପଭୋଗ କରିବାର କଳା, ସାଥୀ ଚୟନର ପୂର୍ଣ୍ଣ ସ୍ୱାଧୀନତା ରହିଥାଏ। ଲୋକ ସାହିତ୍ୟ ହେଉଛି ବହୁବର୍ଣ୍ଣା। ଏହାର ସ୍ରଷ୍ଟା ବିଲରେ ହଳ କରୁଥିବା ବେଳେ ବଳଦକୁ ଖୁସି କରିବା ପାଇଁ ଗାଏ ହଳିଆ ଗୀତ, ପଥଶ୍ରମ ଭୁଲିବା ପାଇଁ ଶଗଡ଼ିଆ ଗୀତ, ପିଲା ଛୁଆର ମନୋରଞ୍ଜନ ପାଇଁ ଛୁଆ ଘୋଷା ଗୀତ, ସେକା ବୁଝା ଗୀତ, ନୁଲୁଆ କଟା, ଭାତକୁଆଣି ଗୀତ, ବିବାହ ଉତ୍ସବରେ ଗନସା ମଙ୍ଗଲା, ଦୁର୍ଲା ନାଚ, ପାଏନ ଗୁଧା, କନିଆ ବହରା, ଗୋର ଟଲା, ମୁହଁ ଜୁଆଁ, ବିରଝା ସୁରଝା, ପୁରା ଥପା, ପିଲା କନ୍ଦା, ଚଉଲ ଛରା, ଢେକି ମଡ଼ା, ମୁଡ ସଂରା, ବୁନ୍ଦୁ ଶଙ୍କଲା, ଗନସା ବଙ୍ଗଲା, କେରୁ ମଙ୍ଗା, ବୁନ୍ଦୁ ବଲା ଭଳି ଅନେକ ଗୀତ ଗାଇଥାଏ। କେବଳ ଯେ ଏହା ନୁହଁ, ଏହା ସହିତ ମୃତ୍ୟୁକାଳୀନ ଶୋକ ବେଳେ ମଧ୍ୟ ମୃତ ବ୍ୟକ୍ତିର ସ୍ତ୍ରୀ ସ୍ୱାମୀ ବିନା କେମିତି ବଞ୍ଚିବ ସେ ଚିନ୍ତାରେ, ମାଟିଏ ତାର ଅଳିଅଳ ସନ୍ତାନର ବିଚ୍ଛେଦରେ, ଭାଇକୁ ହରାଇ ଭଉଣୀଟିଏ, ମା କିମ୍ବା ବାପାର ଅଭାବକୁ ଅନୁଭବ କରି ଝିଅଟିଏ, ଆଈର ମୃତ୍ୟୁ ସମ୍ବାଦରେ ନାତୁଣୀର ଦୁଃଖ ଭରା କାନ୍ଦଣା ଗୀତ ସହିତ ବିଭିନ୍ନ ପାର୍ବଣ ଯେମିତିକି ଛେରଛେରା, ହୁଇଲି ଭଳି ପାର୍ବଣରେ ମନମତାଣିଆ ଗୀତ ଗାଇଥାଏ। ଯୋଉଟା ଗୋଟେ ଆଶୁ କବି ଭଳି ସେ ଗାଏ,
ଏବଂ ସେହି କଳାଟି ଧୀରେ ଧୀରେ ଆମ ସମାଜରୁ ଲିଭିବାକୁ ବସିଲାଣି, ହଜିବାକୁ ବସିଲାଣି। ମଣିଷର ବହୁ ଅନୁଭୂତି ଓ ବିଚାର ବିମର୍ଶର ଫଳ ହେଉଛି ଢଗ। ଏହା ଲୋକଙ୍କୁ ଜୀବନ ଯୁଦ୍ଧରେ ଜିତିବାର ଶିକ୍ଷା ଦେଇଥାଏ। ବଖାଣି ହେଉଛି ତତ୍କାଳୀନ ସମୟର ମଣିଷର ବୁଦ୍ଧି ପରୀକ୍ଷା ପାଇଁ ମାପକାଠି ଥିଲା। ତାହା ଧୁରିଣ କଥକ, ବୁଢା ବୁଢୀ, ଜାନି, ଝାକର, ବିସାରୀ, ପରଗଣିଆ, ମରାଳ ମାନେ ଅତି ସୁନ୍ଦର ଭାବରେ ପରିବେଷଣ କରୁଥିଲେ। ମିଥ୍ ବିଭିନ୍ନ ଜାତିର ଜୀବନ ବେଦ, ଏଥିରେ ପୃଥିବୀର ସୃଷ୍ଟି, ମାଟିରେ କେମିତି ସୃଷ୍ଟି ହେଲା, କେମିତି ଜୀବଜନ୍ତୁ ମାନେ ଜନ୍ମ ନେଲେ, ଏସବୁ ବିଷୟରେ ଅତି ପ୍ରାଞ୍ଜଳ ଭାବରେ ଲେଖା ହେଇଛି। କିନ୍ତୁ ସେଗୁଡ଼ିକ ମଧ୍ୟ ଆଜିକାଲି ଧୀରେ ଧୀରେ ଲୁପ୍ତ ହେବାକୁ ବସିଲାଣି। ହଳିଆ ଗୀତ ହେଉଛି ଏକ ଅନନ୍ୟ କଳା, ଯାହାକୁ ବିଲରେ କାମ କରୁଥିବା ଅପାଠୁଆ ହଳିଆ ମାନେ ଉଚ୍ଚ ସ୍ତରରେ ଗାନ କରିଥାନ୍ତି, ଯାହାର ସାଙ୍ଗୀତିକତା ଅତ୍ୟନ୍ତ ମଧୁର ଓ ହୃଦୟସ୍ପର୍ଶୀ। ଏଥିରେ ଲୋକଙ୍କର ଶ୍ରମ ଲାଘବ ହୋଇଥାଏ, ମନ ସତେଜ ରହେ, କାର୍ଯ୍ୟ କରିବା ପାଇଁ ଉତ୍ସାହ ଆସିଥାଏ। ଏହି ହଳିଆ ଗୀତକୁ ହଳିଆ ମାନେ ହଲାରୁଆ ସମୟରେ, ଧାନ କଟା ସମୟରେ, ଧାନ ମଡ଼ା ସମୟରେ, ଶଗଡ଼ରେ ଯିବା ଆସିବା ସମୟରେ ଗାଇଥାନ୍ତି। ଏଠି ବିଭିନ୍ନ ପୁରାଣ ଶାସ୍ତ୍ରରୁ ନୀତିଦିନିଆ ଅନୁଭୂତିର କଥା ସ୍ଥାନ ପାଇଥାଏ। କିନ୍ତୁ ସମ୍ପ୍ରତି ଲୋକେ ଆଧୁନିକ ଯନ୍ତ୍ରପାତିର ପ୍ରୟୋଗ କରି ଚାଷ କରୁଥିବାରୁ ପୂର୍ବ ଭଳି ତାଙ୍କ ପାଟିରୁ ଆଉ ହଳିଆ ଗୀତ ଶୁଣିବାକୁ ମିଳୁନାହିଁ। ସେମାନେ ଆଧୁନିକ ଗୀତକୁ ଆଦରି ନେଇ ତାଙ୍କ ପ୍ରାଚୀନ ଲୋକଗୀତ ଠାରୁ ଦୂରେଇ ଯାଉଛନ୍ତି। ସରଳ ବିଶ୍ୱାସୀ ଗ୍ରାମୀଣ ଲୋକମାନେ ଜୀବନର ବିଭିନ୍ନ ସମସ୍ୟାକୁ ଦେବଦେବୀଙ୍କର ଭିଆଣ ଅଥବା ତନ୍ତ୍ର ଶକ୍ତିର କାର୍ଯ୍ୟ ବୋଲି ବିଶ୍ୱାସ କରନ୍ତି ଓ ରୋଗୀକୁ ଚିକିତ୍ସା ନିମନ୍ତେ ଡାକ୍ତରୀ ସୁବିଧା ଥିଲେ ମଧ୍ୟ ବହୁ ପରିମାଣରେ ଗୁଣିଆର ଝଡ଼ାଫୁଙ୍କା ଓ ମନ୍ତ୍ରତନ୍ତ୍ର ଉପରେ ବିଶ୍ୱାସ କରନ୍ତି। ପାରମ୍ପରିକ ପଦ୍ଧତିରେ ରୋଗ ଚିହ୍ନଟ ପରେ ଆରୋଗ୍ୟ ପାଇଁ ପୂଜାପାଠ ମାଧ୍ୟମରେ ବଳି ଦେଇଥାନ୍ତି। ଏହି ପୂଜା ସମୟରେ ଗୁଣିଆ ବିଭିନ୍ନ ଲୌକିକ ଭାଷାରେ ମନ୍ତ୍ର ଉଚ୍ଚାରଣ କରି ପ୍ରଭାବିତ ବ୍ୟକ୍ତିକୁ ଆରୋଗ୍ୟ କରେ। ପ୍ରତ୍ୟେକ ଗାଁରେ ଦେବତା ପୂଜା ପାଆନ୍ତି। ଏହି ଦେବତାମାନେ ଅତ୍ୟନ୍ତ ସରଳ, ନିରାଡମ୍ବର ଓ ଆଡମ୍ବର ଶୂନ୍ୟ। ତେଣୁ ତାଙ୍କୁ ଯେତେବେଳେ ସେ ପୂଜା କରେ ସେତେବେଳେ ବିଭିନ୍ନ ଜିନିଷ ଦେଇକରି ପୂଜା କରେ। ତେଣୁ ଦେବତାର ସଂଜ୍ଞା ହେଉଛି ଦେଇକରି ବତା, ଅର୍ଥାତ୍ ନିଜର କ୍ଷମତା ଅନୁସାରେ ରକ୍ତ ଦେଇ ଯାହା ପାଖରେ ଗୁହାରି କରାଯାଏ ସେ ହିଁ ଦେବତା। ଦେବତା ଲାଗିବା ହେଉଛି ଆମର କଳାହାଣ୍ଡିର ସାଧାରଣ ଜନତାଙ୍କ ପାଇଁ ଏକ ସାଧାରଣ ଘଟଣା। ଯାହା ଦେହରେ ଦେବତା ସବାର ହୁଏ ତାର ଚେତା ରହେ ନାହିଁ, ଦେହ ଧୋଇ ମୁଣ୍ଡ ଓଜନିଆ ଲାଗେ, ନିଃଶ୍ୱାସ ଲାଗେ, ପ୍ରଭାବିତ ବ୍ୟକ୍ତିଟି ଘୁମେଇ ପଡେ। ତାକୁ ଆଧାର କରି ପ୍ରତିକାର ପାଇଁ ଗାଁର ବରୁଆକୁ ରଖି ଧାନ ଦେଖାଯାଏ। ସେ ଗୋଟେ କୁଲାରେ କିଛି ଧାନ କେତେକାଂଶରେ ଚାଉଳକୁ ମଧ୍ୟ ବ୍ୟବହାର କରାଯାଏ। ତାକୁ ଦେବତା ସବାର ହୋଇଥିବା ବ୍ୟକ୍ତିକୁ ଛୁଇଁବାକୁ ଦିଆଯାଏ। ତାପରେ ବରୁଆ ଗ୍ରାମ, ଗାଁ ବାହାରର ବିଭିନ୍ନ ଦେବଦେବୀଙ୍କର ନାମରେ ସେଥିରୁ ସେ କୁଲାରୁ ଚିମୁଟାଏ ଲେଖାଏଁ ଧାନ ଆଣି ପକେଇଥାଏ ଏବଂ ଯୋଉଟା ଯୋଡି ଯୋଡି ହୁଏ ତାକୁ ପଡେନ କୁହାଯାଏ ଏବଂ ଯେତେବେଳେ ଫିଟିଯାଏ, ଅଲଗା ହେଇଯାଏ, ତାକୁ ଫିଟେନ କୁହାଯାଏ। ଏଭଳି ଭାବରେ 3 ଥର 7 ଥର ସେ ପକେ ଏବଂ ଯୋଉ ଦେବତା ସବାର ହେଇଛନ୍ତି ତାର କଥା ସେ କହିଥାଏ। କେତେକାଂଶରେ ପ୍ରଭାବିତ ବ୍ୟକ୍ତିକୁ ବରୁଆ ନିଜର ଶକ୍ତି ବଳରେ କଥା କୁହେଇଥାଏ ଏବଂ ସେ କଥା କୁହେ କାହିଁକି ସବାର ହେଲା, କଣ ପାଇଁ ସବାର ହେଲା ଏବଂ କଣ କଲେ ସେ ଚାଲିଯିବ, ଏମିତି ସେ ଅନେକ କଥା କୁହେ ଏବଂ ବିଭିନ୍ନ ଦ୍ରବ୍ୟ ମାଗେ। ପ୍ରଭାବିତ ବ୍ୟକ୍ତିର ପରିବାର ଯଦି ରାଜି ହେଇଯିବେ ତେବେ ସେ ତା ଦେହରୁ ଚାଲିଯାଏ ଏବଂ ଆଶ୍ଚର୍ଯ୍ୟର କଥା ଅଳ୍ପ ସମୟ ଭିତରେ ସେ ବ୍ୟକ୍ତିଟି ସୁସ୍ଥ ହେଇଯାଏ। ଏହି ଯୋଉ କଳାଟି ରହିଛି, ଏହି କଳାରେ ଧରି ନଥିବା ଗୁଣିଆ ମାନଙ୍କୁ ଆଜି ଲୋକେ ବିଶ୍ୱାସ କରୁନାହାନ୍ତି। ତାକୁ ଠକ, ତାର କଳାକୁ ଅନ୍ଧବିଶ୍ୱାସର ଆଖ୍ୟା ଦିଆଯାଉଛନ୍ତି। ସେଥିପାଇଁ ଗୁଣିଆ ମାନଙ୍କର ମନ୍ତ୍ର କଳା ଯୋଉ ପରମ୍ପରାଟି ରହିଛି ତାହା ଧୀରେ ଧୀରେ ଲୋପ ହେବାକୁ ବସିଛି। ଲୋକ ଖେଳ
ଲୋକମାନଙ୍କର ସମ୍ପତ୍ତି। ଏହି ଲୋକକଳାର ପ୍ରଥମ ଉଦ୍ଦେଶ୍ୟ ହେଲା ସମୟ ଅତିବାହିତ କରିବା, ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି ମନୋରଞ୍ଜନ, ତୃତୀୟ ଉଦ୍ଦେଶ୍ୟ ପାରସ୍ପରିକ ସମ୍ପର୍କର ଅଭିବୃଦ୍ଧି ଓ ଚତୁର୍ଥ ଉଦ୍ଦେଶ୍ୟ ହେଉଛି ଜୀବିକାର୍ଜନ। ଆମ କଳାହାଣ୍ଡିରେ ଯୋଉ ସବୁ ଖେଳ ହଉଛି ସେ ଖେଳ ଗୁଡ଼ିକରେ ପ୍ରାୟତଃ ମନୋରଞ୍ଜନ ଦିଆଯାଏ, ଲୋକମାନେ ଖୁସି ଅନୁଭବ କରିଥାନ୍ତି ଏବଂ କେତେକାଂଶରେ ପେଟ ପାଟଣା ପାଇଁ ଲୋକମାନେ ଖେଳ ଖେଳିଥାନ୍ତି। ଯେମିତିକି ଆମେ ମୂର୍ତ୍ତୁପୁ, ଡାଂସଡା, ସର୍ମଙ୍ଗଳା ଭଳି ଚିନ୍ତା କରିବା ଏବଂ ଅନ୍ୟଟି ହେଉଛି ବାସୁଆ ବଳଦ ବା ଘୁଘୁର ନଦିଆ ଯାକ ଆମେ କହୁଛୁ। ଏଇ ଯୋଉ ପରମ୍ପରାଟି ରହିଥିଲା ତାହା ଆଜିକାଲି ଆଉ ନାହିଁ କହିଲେ ଚଳେ। ଓଡ଼ିଶାର ଲୋକମାନେ ଆମ ଯୋଉ କଳାହାଣ୍ଡି ଲୋକମାନେ କଳାହାଣ୍ଡି ଲୋକମାନେ ଆମୋଦ ପ୍ରିୟ। ସେମାନେ ଜୀବନକୁ ହସି ଖେଳି ବିତେଇବାକୁ ବହୁତ ଭଲ ପାଆନ୍ତି। ସେଥିପାଇଁ ବିଭିନ୍ନ ସମୟରେ କଳାହାଣ୍ଡିର ବାଦ୍ୟ ଢାପ, ଡୁଡୁଙ୍ଗ, ଘୁଡକା, ଡାକା ଏମିତି ଅନେକ ବାଦ୍ୟ ଅଛି ପାରମ୍ପରିକ ଯାହା ସେଥିରେ ସେମାନେ ମସଗୁଲ ହେଇଥାନ୍ତି ଏବଂ ଘୁମରା, ବରିନାଚା, ମେଲାହଲିଆ, ଝୁମର, ଫଲସା, ପାଇକି, ଗାତା ଏବଂ ଦେପ୍ତା ନାଚ ନିଜକୁ ହଜେଇ ଦିଅନ୍ତି। କେଲିବାଡ଼ି, ଖପରି ବେଟାନି, ଛିଆନି, ଡାଙ୍ଗଲୁକେନ, ତ୍ରିଶୁଲ ଛିଆଁ, ପିତୁ, ବାଟି, ବାଡ଼ି ଡେଗାନି, ଭୋଗୁଡୁ, ଲୁକଲୁକାନି, ହାଡବାନ୍ଧୁ ଭଳି କ୍ରୀଡ଼ାରେ ଜୀବନକୁ ସେମାନେ ଉପଭୋଗ କରନ୍ତି। ଏହି ଯୋଉ କଥାଟି କହିଲି ବାଦ୍ୟ, ନୃତ୍ୟ ଏବଂ କ୍ରୀଡ଼ା କଥା, ଏହା ହେଉଛି ଆମର ଜୀବନର ଅଙ୍ଗ। କିନ୍ତୁ ଏଇ ଅଙ୍ଗଟା ଧୀରେ ଧୀରେ ଶିଥିଳ ହେବାକୁ ବସିଲାଣି ଏବଂ ଯୋଉ ସବୁ ପରମ୍ପରାଟି ରହିଥିଲା ସେସବୁ ଧୀରେ ଧୀରେ ଲୁପ୍ତ ହେବାକୁ ବସିଲାଣି, ହଜିଯିବାକୁ ବସିଲାଣି। ଆଜିକାଲି ଗାଁ ଦାଣ୍ଡରେ ପୂର୍ବ ଭଳି ଭୋଗୁଡୁ, ଲୁକଲୁକାନି, ପୁଚି, ଛୁର୍କି ଭଳି ଖେଳ ଆଉ ଦେଖିବାକୁ ମିଳୁନାହିଁ, ଯାହା ସମଗ୍ର ପରିବେଶକୁ ମୁଖରିତ କରୁଥିଲା। ବଡ଼ମାନେ ଛୋଟମାନଙ୍କ ସହିତ ଖେଳି ନ ପାରିଲେ ମଧ୍ୟ ଢେର ମଜା ଉଠାଉଥିଲେ। ବର୍ତ୍ତମାନ ସେଇ ସବୁ ଖେଳକୁ ଆଉ ଆଜିକାଲି ପିଲାମାନେ ପସନ୍ଦ କରୁନାହାନ୍ତି। ସେମାନେ ଆଜିକାଲି ଟେଲିଭିଜନ, ମୋବାଇଲ ଭଳି ମନୋରଞ୍ଜକ ଉପାଦାନକୁ ଗ୍ରହଣ କରୁଛନ୍ତି ଏବଂ ପାରମ୍ପରିକ ଲୋକ ଖେଳ ପ୍ରତି ବିମୁଖ ହେଉଛନ୍ତି। ଲୋକକଳା ହେଉଛି ଏକ ପ୍ରାଚୀନ ପରମ୍ପରା। ଏହାର ପରିସର ଅତ୍ୟନ୍ତ ବ୍ୟାପକ, ବିସ୍ତୃତ। ରୀତିନୀତି, ଚାଲିଚଳଣି, କଳା, ସାହିତ୍ୟ, ପରମ୍ପରା, ସାମାଜିକ ଅନୁଷ୍ଠାନ ସବୁ କିଛି ଏଥିରେ ରହିଛି। ମାତ୍ର ବିଡ଼ମ୍ବନା ଆଜି ଯାଏଁ ଏସବୁ ଲୋକକଳା ମୁଖିକୃତିରେ ହିଁ ରହି ଆସିଛି। ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଗତିଶୀଳ ହେଉଛି। ସମ୍ପ୍ରତି ଏଇ ଯୋଉ ସଂସ୍କୃତିରେ ଆଧୁନିକତା ପ୍ରବେଶ କରୁଛି, ତେଣୁ ଏହାର ଆଦର ହ୍ରାସ ପାଇବାକୁ ଲାଗୁଛି। ଆଜିର ଶିଶୁ ତାଙ୍କ ଆଦିମ ସଂସ୍କୃତି ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ କହିଲେ ଅତ୍ୟୁକ୍ତି ହେବ ନାହିଁ। ତଥାପି ଯୋଉ ଲୋକମାନେ ରହିଛନ୍ତି ନିକଟ ମଫସଲରେ, ସେମାନେ ଆଜି ବି ଏ ଲୋକକଳାକୁ ବଞ୍ଚେଇ ରଖିଛନ୍ତି। ତାଙ୍କରି ଅନ୍ତେ ବୋଧହୁଏ ପୁରୁଷାନୁକ୍ରମେ ପ୍ରଚଳିତ ମୌଖିକ ସଂସ୍କୃତି, ପରମ୍ପରା, ସାହିତ୍ୟ ରୂପକ ଯୋଉ ଲୋକକଳାଟି ରହିଛି ତାହା ଅଲଭ୍ୟ ହେଇଯିବ। ଯେଉଁ ସଂସ୍କୃତି ଦିନେ ଆମମାନଙ୍କର ଅସ୍ମିତା ଥିଲା, ଯାହାକୁ ଦେଖି ଲୋକେ ମୁଗ୍ଧ, ଲୋଭିତ, ଚକିତ, ବିସ୍ମିତ ହେଉଥିଲେ, ତାହା କ୍ରମଶଃ ସମୟର ଅଥଳ ଗର୍ଭରେ ଲୀନ ହେବାକୁ ବସିଲାଣି। ସଂସ୍କୃତି ଓ ପରମ୍ପରା ହେଉଛି ଆମ ଜୀବନର ପ୍ରାଣ ସଂସ୍ଥାପକ, ଭାବ ସଞ୍ଚାରକ, ଏକ ଅମୂଲ୍ୟ ସମ୍ପଦ। ଏହାର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ସମସ୍ତେ
ଆଗେଇ ଆସିବା ଆବଶ୍ୟକ। एक्चुअली ମୁଁ ବହୁତ କିଛି କହିବା ପାଇଁ ଚାହୁଁଥିଲି, କିନ୍ତୁ ଗଲା କାଲି ମତେ ଆମର ଉପକୂଳ ସଚିବ ଡକ୍ଟର ମେଜର ଜୟଦେବ ସାହୁ ମହୋଦୟ କହିଲେ, ଆପଣ ଆସନ୍ତାକାଲି ଲୋକ କଳା ଉପରେ କିଛି କହିବେ। କିନ୍ତୁ ମୋର ଦୁର୍ଭାଗ୍ୟ ଯେ ବେଶୀ ସମୟ ମୁଁ ଆପଣମାନଙ୍କୁ ଦେଇପାରିଲି ନାହିଁ, କାରଣ ମୁଁ ବର୍ତ୍ତମାନ ଏଇ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ +2 ଖାତା ଦେଖିବା କାର୍ଯ୍ୟରେ ନିୟୋଜିତ ଅଛି। ସେଇଠୁ ଆସି ମୁଁ ଏଇଠି ଯୋଗଦାନ କରିଛି। ତେଣୁ ଆଗାମୀ ଦିନରେ ନିଶ୍ଚିତ ଭାବରେ କଳାହାଣ୍ଡିର ସବୁ ଦିଗ ଉପରେ ଆଲୋଚନା କରିବି, ଏହି ଆଶା ଓ ବିଶ୍ୱାସ ରଖି ଆପଣମାନଙ୍କ ଠାରୁ ମୁଁ ବିଦାୟ ନେଉଛି। ନମସ୍କାର। ବହୁତ ବହୁତ ଧନ୍ୟବାଦ ସାର୍। କଳା ହିଁ ଜୀବନ, ଜୀବନ ହିଁ କଳା। ବ୍ୟକ୍ତିତ୍ୱ ସହିତ କଳାର ନିବିଡ଼ ସମ୍ପର୍କ ରହିଛି। ଆପଣ ନିଜ ବକ୍ତବ୍ୟରେ ଏକଥା ପ୍ରମାଣ କରିଦେଇ ଗଲେ। କଳାହାଣ୍ଡିରେ ଅନେକ ଗୁଡ଼ିଏ କଳା ଭରି ରହିଛି, ଯାହାକି ସାମ୍ପ୍ରତିକ ସମୟରେ ପ୍ରଯୁକ୍ତିବିଦ୍ୟାର ବିକାଶ ଫଳରେ ଧୀରେ ଧୀରେ ଲୁପ୍ତ ହୋଇଯାଉଛି। ଆପଣ ସେହି କଳା ସମ୍ପର୍କରେ ଆମମାନଙ୍କୁ ଅବଗତ କରାଇଲେ, ତେଣୁ ପୁଣି ଥରେ ମୁଁ ଧନ୍ୟବାଦ ଜଣାଉଛି ଏବଂ କୃତଜ୍ଞତା ଜ୍ଞାପନ କରୁଛି। ଆପଣଙ୍କୁ ଚିରଦିନ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ମରଣ କରୁଥିବ। ଆପଣଙ୍କୁ ମୁଁ ପୁଣି ଥରେ ଧନ୍ୟବାଦ ଜଣାଉଛି। ଆମେ ପରବର୍ତ୍ତୀ ପର୍ଯ୍ୟାୟକୁ ଆଗେଇ ଯିବା। ବର୍ତ୍ତମାନ ସଭାପତିଙ୍କର ଅଭିଭାଷଣର ପର୍ବ ତଥା ଆମ ବିଶ୍ୱବିଦ୍ୟାଳୟର କର୍ଣ୍ଣଧାର ପ୍ରଫେସର ଚାଲିଛି ପରା ମିଟିଂ। ସଞ୍ଜୟ କୁମାର ଶତପଥୀ ମହୋଦୟ, ତାଙ୍କୁ ମୁଁ ଅନୁରୋଧ କରିବି ତାଙ୍କର ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରିବା। ହଁ ଅଜିତ, ମନ ଖୁସି କରିଦେଲ, କିନ୍ତୁ ଆରମ୍ଭ ହିଁ କଲ ମାତ୍ର। ଏ ଦିଗରେ ଆମର ଅନେକ କାମ କରିବାର ଅଛି। ଏ ଗୋଟେ ସତର୍କ ଘଣ୍ଟି ବୋଲି କହିବାକୁ ପଡ଼ିବ। ଆଜିର ଅଧ୍ୟାୟ ଏସବୁକୁ ଆମେ ଯଦି ପର୍ଯ୍ୟାୟଭୁକ୍ତ ନ କରିବା, ଡକୁମେଣ୍ଟେଡ଼ ନ କରିବା, ଆମର ପିଲାମାନଙ୍କ ଭିତରେ ବିଚ୍ଛୁରିତ ନ କରିବା, ତାହେଲେ ଆଉ କିଛି ବର୍ଷ ପରେ ସେସବୁ ମରି ମରିଯିବ। ତେଣୁ ସେଇ କଥା ମନକୁ ଆସିବାରୁ ଏ ବିଷୟବସ୍ତୁ ଆମେ କେମିତି କ'ଣ କରିପାରିବା, ସମସ୍ତଙ୍କୁ ଏକାଠି କରିକିରି ଚର୍ଚ୍ଚାଟି କେମିତି ହେବ, ତା'ର ଡକୁମେଣ୍ଟେସନ୍ କେମିତି ହେବ, ଯଦି ବି ଆବଶ୍ୟକ ତାହେଲେ ଭିଡ଼ିଓଗ୍ରାଫି କେମିତି ହେବ, ସେ ବିଷୟ ଆମେ ନିହାତି ଚିନ୍ତା କରିବା। କଳାହାଣ୍ଡିର ଯେଉଁ ବର୍ଣ୍ଣାଢ୍ୟ ଲୋକକଳା, ଲୋକ ସଂସ୍କୃତି, ସେ ଥରେ ହଜିଗଲେ ଆଉ କ'ଣ ମିଳିବ? ତେଣୁ ଏଥିପାଇଁ ସମସ୍ତଙ୍କର ସହଯୋଗ ଦରକାର। ଆମେ ଭାଷାଠୁ ଆରମ୍ଭ କରି, ଗୀତଠୁ ଆରମ୍ଭ କରି ସବୁ ଦିଗରେ ବିଚ୍ଛୁରିତ ହୋଇଥିବା ଏ ସଂସ୍କୃତି
परंपरार पर्व को आम धरी रखा से समस्त साहाय्य लोड़ा करा पाइले निश्चय साहाय्यर हाथ बढ़ाइबे। धन्यवाद। बहुत बहुत धन्यवाद सर। आपणको शारीरिक असुस्थता सत्वे आपण मूल्यवान समय दे हम मानंकु सुंदर उपदेश प्रदान कले। यह सहित लोककलार भविष्यत किपरि उज्जवल हेब से संपर्क रे आपण संक्षेप हेले मध्य अति सुंदर भावे बुझे दे गले। तेणु पुनि थरे मु आपनको धन्यवाद दूची। आपण शीघ्र आरोग्य लाभ करंतु यह मां माणिकेश्वरी पाखरे मोर प्रार्थना। वर्तमान प्रतिष्ठित कार्यक्रमर अंतिम पर्याय धन्यवाद अर्पणर समय। आज प्रतिष्ठित कार्यक्रम धन्यवाद अर्पण करने पाई आम विश्वविद्यालय अतिथि अध्यापिका सुश्री नेहारथ मैडम को अनुरोध करी से धन्यवाद अर्पण करवा है। धन्यवाद सर। आज उत्तिष्ठित कार्यक्रम 153 महाभाग को आपण समस्त को मोर प्रणाम। सर्वप्रथमे धन्यवाद ज्ञापन करी आज मुख्य अतिथि तथा मुख्य वक्ता डॉक्टर अजित कुमार बेहेरा सार को जी की बहुत सुंदर भावरे कलाहांडी रे हजि जाइथिबा लोककला और संस्कृति संपर्क रे विस्तृत भावरे उपस्थापना कले। धन्यवाद ज्ञापन करी आम विश्वविद्यालय कुलपति तथा कर्नेल प्रोफेसर संजय कुमार सतपथी सार को सार सुस्थ स्वास्थ्यर कामना करुछि। मां माणिकेश्वरी निकटरे सार को सुस्थ एवं आरोग्य लाभ करंतु। धन्यवाद देवी डॉक्टर मेजर जयदेव साहू सार को जी कि आम उपस्थित रही आम समस्त को परिचालना करिबारे साहाय्य करिसेंती। धन्यवाद सर। धन्यवाद देवी मां माणिकेश्वरी विश्वविद्यालय रजिस्ट्रार सार श्री पीताम्बर भोई सार को। पुणी धन्यवाद ज्ञापन करी ढोलमणि धारुआ सार जी की असिस्टेंट प्रोफेसर ऑफ ओडिया भावरे कार्यरत अछंती। बहुत सुंदर भावरे कार्यक्रमटी को परिचालना करिथिबारु धन्यवाद सर। शेषरे धन्यवाद ज्ञापन करी सुब्रत माझी सार और लिप्सा भौणी को जे कार्यक्रम को आगे नहीं कार्यक्रमटी को सुदृढ़ भावरे परिचालना करिसेंती। आज उपस्थित थिबा समस्त अध्यापक अध्यापिका तथा मोर समस्त उपस्थित ज्येष्ठ वयोज्येष्ठ गुरुजन को मु मोर प्रणिपात जनाउछि। निजर मूल्यवान समय दे आमको आगे नीथिबारु रहुछि। जय मां माणिकेश्वरी। बहुत बहुत धन्यवाद मैडम। आपण समस्त को धन्यवाद अर्पण कली। तेणु मां माणिकेश्वरी विश्वविद्यालय तरफ मु आपको धन्यवाद अर्पण करुछि एवं कृतज्ञता ज्ञापन करुछि। प्रतिष्ठातर शेष पर्याय शांति पाठ पाई हम विश्वविद्यालय अतिथि अध्यापिका सुश्री दीक्षा महाराणा को अनुरोध करी से शांति पाठ करवा है। लिप्सा महाराणा मैडम को अनुरोध करी शांति पाठ करवा है। लिप्सा बोधे जॉइन करी मान जॉइन करथिला किंतु कटि जाइछि। तेणु माने आपण कर दियंतु टिके सराई दियंतु। डोलामणि बाबू लिप्सा जॉइन करी नाही।
नेहारथ टिके दया करे शांति पाठ कर देबे। सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् दुःखभाग् भवेत्। ॐ शान्ति शान्ति शान्तिः।